ଗୋଟିଏ ଗାଁରେ ପ୍ରତାପ ଠାକୁର ନାମରେ ମୁଖିଆ ରହୁଥାନ୍ତି। ମା କାଳୀଙ୍କ ବହୁତ ବଡ଼ ଭକ୍ତ। ତାଙ୍କ ପାଖରେ ଧନର କୌଣସି ଅଭାବ ନାହିଁ। ଘରେ ମହଣ ମହଣ ସ୍ୱର୍ଣ୍ଣ ଅଳଙ୍କାର। ଗାଁରେ ସମସ୍ତେ ସମ୍ମାନ ଦିଅନ୍ତି, ମାନନ୍ତି। ମୁଖିଆଙ୍କ 4ଟି ସ୍ତ୍ରୀ। ପ୍ରଥମ ସ୍ତ୍ରୀ ନାମ ପଦ୍ମା, ଦ୍ୱିତୀୟ ସ୍ତ୍ରୀ ନାମ ରମ୍ଭା, ତୃତୀୟ ସ୍ତ୍ରୀ ନାମ ଶାନ୍ତି, ଚତୁର୍ଥ ସ୍ତ୍ରୀ ନାମ ସୌଦାମିନୀ। ମୁଖିଆ 4 ଜଣ ସ୍ତ୍ରୀଙ୍କୁ ବହୁତ ଭଲ ପାଆନ୍ତି। ଗ୍ରାମରେ କୌଣସି ଲୋକଙ୍କୁ ଦୁଃଖରେ ରହିବା ଦେଖିଲେ ସହିପାରନ୍ତି ନାହିଁ। ମୁଖିଆ କିଛି ସ୍ୱର୍ଣ୍ଣ ଦାନ କରି ଲୋକଙ୍କୁ ଖୁସି କରାନ୍ତି। ଲୋକଙ୍କ ଅସୁବିଧା ସମୟରେ ପାଖରେ ଠିଆ ହୁଅନ୍ତି। ଲୋକଙ୍କୁ ସାହାଯ୍ୟ କରନ୍ତି। ମନରେ ଗର୍ବ ଅହଙ୍କାର ବୋଲି କିଛି ନାହିଁ। କିନ୍ତୁ ଦୁଃଖର ବିଷୟ ଯେ କୌଣସି ସନ୍ତାନଟିଏ ନଥିବାରୁ ମୁଖିଆ ମନେ ମନେ ବହୁତ ମନ ଦୁଃଖରେ ରହୁଥାନ୍ତି। କାହାରିକୁ ନିଜର ଦୁଃଖ ଜଣାନ୍ତି ନାହିଁ। ପ୍ରତିଦିନ ମା କାଳୀଙ୍କ ପାଖକୁ ଯାଆନ୍ତି ଦର୍ଶନ କରିବା ପାଇଁ। କେବେ ବି ନିଜର ଦୁଃଖ କଥା ଜଣାନ୍ତି ନାହିଁ। ମାଙ୍କୁ ମୁଣ୍ଡିଆ ମାରି ଘରକୁ ଫେରି ଆସନ୍ତି। ଦିନେ ମୁଖିଆଙ୍କ 4 ଜଣ ସ୍ତ୍ରୀ ସକାଳୁ ବଗିଚାରୁ ମାଙ୍କ ପାଇଁ ନାଲି ମନ୍ଦାର ଫୁଲ ତୋଳୁଥିବା ସମୟରେ ମୁଖିଆଙ୍କ ପ୍ରଥମ ସ୍ତ୍ରୀ ମନ୍ଦାର ଗଛରେ ଦେଖିଲେ ଯାହାଁଳା ମନ୍ଦାର ଫୁଲ। ଗୋଟିଏ ମନ୍ଦାର ଫୁଲରେ 4ଟା ଫୁଲ ଯୋଡ଼ି ହୋଇ ରହିଛି। ଯାହାଁଳା ମନ୍ଦାର ଫୁଲରୁ ଗୋଟିଏ ଫୁଲ ତ୍ରିଶୂଳ ଭଳି ଫୁଟିଛି। ତୋଳି ନେଇ ଘରେ ରଖିଲେ। ଦିନେ ରାତିରେ ଶୋଇଥିବା ସମୟରେ ମୁଖିଆଙ୍କ ପ୍ରଥମ ସ୍ତ୍ରୀଙ୍କୁ ସ୍ୱପ୍ନ ହେଲା। ସ୍ୱପ୍ନରେ ଦେଖିଲେ ଜଣେ ସ୍ତ୍ରୀ ଲୋକ କଳା ଶାଢ଼ୀ ପିନ୍ଧିଛି ଯାହାଁଳା ମନ୍ଦାର ଫୁଲ ମାଗୁଛନ୍ତି। କହୁଛନ୍ତି, ମୋତେ ସେ ଫୁଲ ଦେ, ତୋର ଦୁଃଖ ଦୂର ହୋଇଯିବ। ଏମିତି ରାତିରେ ସ୍ୱପ୍ନ ହେଲା 5 ଦିନ ପର୍ଯ୍ୟନ୍ତ। କାହିଁକି ବାରମ୍ବାର ସ୍ୱପ୍ନ ହେଉଛି ଭାବି ଗାଁଠୁ କିଛି ଦୂର ପାହାଡ଼ ଉପରେ ବାବାଜୀ ଅଛନ୍ତି। ବାବାଜୀଙ୍କ ପାଖକୁ ଗଲେ ନିଜର ସ୍ୱପ୍ନ ବିଷୟରେ ବାବାଜୀଙ୍କୁ ସବୁ ଘଟଣା ବିଷୟରେ ଜଣାଇଲେ। ବାବାଜୀ କହିଲେ, ମା ଜଗଦମ୍ବା ତମ ଉପରେ ସନ୍ତୁଷ୍ଟ ଅଛନ୍ତି। କିଛି ବର ପ୍ରଦାନ କରିବାକୁ ଚାହୁଁଛନ୍ତି। ଘରେ ରଖିଥିବା ଫୁଲକୁ ନେଇ ମାଙ୍କ ଚରଣରେ ରଖିଦିଅ। ତା ପରଦିନ ମୁଖିଆଙ୍କ ପ୍ରଥମ ସ୍ତ୍ରୀ ବାବାଜୀଙ୍କ କହିବା ଅନୁଯାୟୀ ଝାଉଁଳା ଫୁଲକୁ ମାଙ୍କ ଚରଣରେ ନେଇ ରଖିଦେଲେ। କିଛି ମାସ ପରେ ସନ୍ତାନଟିଏ ହେଲା।